ଚାଲନ୍ତୁ ଆଜି ଏକ ନୂଆ ସ୍ଥାନ ବୁଲି ଯିବା, ଯାହାର ନାଁ ହେଉଛି ଜୟବନ୍ତ। ଏବଂ ଦେଖନ୍ତୁ କେତେ ସୁନ୍ଦର ବନରାଜି ଆଉ କ୍ଷେତ ରହିଛି ଏବଂ ବହୁତ ସୁନ୍ଦର ଲାଗୁଛି। କେନାଲ ମଧ୍ୟ ଦେଇଯାଉଛି ପାଣି ଏବଂ ରାସ୍ତା ମଧ୍ୟ ଅତି ସୁନ୍ଦର, ଯାହା ଦେଇକି ଆପଣ ଯାଇପାରିବେ ଜୟବନ୍ତ। ଦେଖନ୍ତୁ ଏଠି ଆମେ ବନ୍ଧ ପହଞ୍ଚିଗଲୁ। ବନ୍ଧରେ ଅବଶ୍ୟ ପାଣି ଅଳ୍ପ ଥିଲା, ଗଛ ମଧ୍ୟ କିଛି ମରିଯାଇଥିଲା, କିନ୍ତୁ ତା ସାଇଡ଼ର ଯେଉଁ ଥିଲା ଜଙ୍ଗଲ ବହୁତ ସୁନ୍ଦର ଦେଖାଯାଉଛି। ଏଇଠି ଆମେ ଫଟୋ ଉଠେଇଲୁ। ଏଇଠି କେଉଁ ଗଛଟେ ଥିଲା, ପତ୍ର ଥିଲା, ପତ୍ର ଦେଖିକି ମୋତେ ବହୁତ ଆକର୍ଷିତ କଲା, ଯେଉଁଥିପାଇଁ ମୁଁ ପତ୍ର ବର୍ତ୍ତମାନ ତୋଳିବାକୁ ଲାଗିଲି। ଗଛରୁ ପତ୍ର ତୋଳୁଛି ବର୍ତ୍ତମାନ। ଏବଂ ଏଇଥିରେ ଆପଣ ଯଦି ପିକନିକ୍ କରିବା ପାଇଁ ଚାହିଁବେ, ପାଖରେ ପାଣି ଅଛି ଏବଂ ଆମେ ଚାଲିଲୁ ପାଣି ପାଖକୁ। ଏରିଆ ମଧ୍ୟ ଭଲ ଥିଲା। ବହୁତ ସୁନ୍ଦର ଦେଖାଯାଉଛି, ଭଲ ବି ଦେଖାଯାଉଛି। ଏଇ ଦେଖନ୍ତୁ କେମିତି ପାଣି ଜମିକି ରହିଛି ଏବଂ ମଝିରେ ମଝିରେ ଗଛ ମଧ୍ୟ ରହିଛି। କିଛି ଶୁଖିଲା ସ୍ଥାନ ତା ଭିତରେ ରହିଛି ଏବଂ ଯେତେ ସବୁ ଗଛ ଥିଲା ବହୁତ ସୁନ୍ଦର ଥିଲା। ଆପଣ ବି ଟିକେ ସତର୍କ ରହିବେ, ଯେହେତୁ ଏଇ ଏରିଆରେ ଭାଲୁ ଅଛନ୍ତି, ତେଣୁକରି ସାବଧାନ ରହିବେ। ଏବଂ ଜାଗାଟି ମଧ୍ୟ ବହୁତ ସୁନ୍ଦର ହେଇଛି। ପିକନିକ୍ ସ୍ପଟ୍ ମଧ୍ୟ ସୁନ୍ଦର ଅଛି। ଆପଣ ଯଦି ପିକନିକ୍ କରିବା ପାଇଁ ଚାହିଁବେ, ଦୁଇଟି ଜାଗା ଅଛି ଯେଉଁଥିରେ ଆପଣ ନିଜର ସାମାନ ରଖିପାରିବେ ଏବଂ ପାଖରେ ରହିଛି ବସିବା ପାଇଁ ପଡ଼ିଛି ଏବଂ ପାଖରେ ବଗିଚା ଅଛି, କିନ୍ତୁ ସେଥିରେ ଗଛ ବର୍ତ୍ତମାନ ଲାଗିନାହିଁ। ରାସ୍ତା ମଧ୍ୟ ଭଲ ଅଛି। ପାଖରେ ସଫା କରିବା ପାଇଁ ଘାଟ ମଧ୍ୟ ରହିଛି। ଆପଣ ଯଦି ପିକନିକ୍ ସାରିକି ବେଲା ବାସନ ସଫା କରିବା ପାଇଁ ଚାହିଁବେ, ତ ଏଇ ଘାଟରେ ସଫା କରିପାରିବେ। ବିଶେଷ ଭାବରେ ନୂଆ ବର୍ଷ ପାଇଁ ଏହି ଜାଗାଟି ବହୁତ ଭଲ ଏବଂ ପାଖରେ ଟ୍ୟୁବୱେଲ୍ ମଧ୍ୟ ରହିଛି, ଯେଉଁଥିରେ ଆପଣ ପାଣି ଆଣିକି ରୋଷେଇ କରିପାରିବେ। ମୁଁ ଆଶା କରୁଛି ଯଦି କିଛି ବଗିଚାରେ ଗଛ ଲାଗନ୍ତା, ଫୁଲ ଗଛ, ତାହେଲେ ଆହୁରି ଅଧିକ ସୁନ୍ଦର ହୁଅନ୍ତା ଏବଂ ଯେଉଁମାନେ ବି ପିକନିକ୍ କରିବା ପାଇଁ ଆସୁଛନ୍ତି ସେମାନେ ବି ଦେଖିପାରିବେ ଯେ କେମିତିକା ଭଲ ରାସ୍ତା ରହିଛି। କିନ୍ତୁ ଟିକେ ଫୁଲ ଗଛର ଅଭାବ ରହିଛି, କିନ୍ତୁ ଟିକେ ଅପରିଷ୍କାର ମଧ୍ୟ ହେଇଯାଇଛି, ଯେହେତୁ ପିକନିକ୍ କିଛି କରିକି ଯାଇଛନ୍ତି। ଇଏ ହେଉଛି ଜଳରାଶି, ବହୁତ ସୁନ୍ଦର ହେଇଛି। ଯେଉଁ ଗଛ ମଧ୍ୟ କିଛି ଲାଗିଥିଲା, କିଛି ମରିଯାଇଛି ଏବଂ ବର୍ତ୍ତମାନ ଆମେ ରିଟର୍ଣ୍ଣ କରୁଛୁ, ଜୟବନ୍ତରୁ ଫେରୁଛୁ। ଦେଖନ୍ତୁ ତା ଦୃଶ୍ୟ। ଆପଣମାନେ ବି ଜୟବନ୍ତ ଆସନ୍ତୁ ଏବଂ ପିକନିକ୍ର ମଜା ନିଅନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ।